ଦେଖନ୍ତୁ ଦର୍ଶକ ବନ୍ଧୁ, ମୋର ପ୍ରାୟତଃ ସବୁଯାକ ଆମ୍ବ ଗଛରେ କି ବଉଳ ଆସିଯାଇଛି। ଏଇ ଗଛରେ ତ ବଉଳ ଆସିଛି, କିନ୍ତୁ ବଉଳ ଫୁଟିବା ଆରମ୍ଭ ହେଇନି। ଗୋଟେ ଗୋଟେ ବଉଳ ଫୁଟୁଛି, କିନ୍ତୁ ଫୁଟିବା ଆରମ୍ଭ ହେଇନି। ଏହି ସମୟରେ ଆମେ କ'ଣ କରିବା, ଏଇଥିରେ ଟିକେ ଫଙ୍ଗିସାଇଡ୍ ସ୍ପ୍ରେ କରିପାରିବା। ଏଣ୍ଟ୍ରାକଲ୍ କିମ୍ବା ସାଫ୍ ଫଙ୍ଗିସାଇଡ୍ ପ୍ରତି ଲିଟରରେ କି 1 ରୁ 1.5 ଗ୍ରାମ ପାଣିରେ ମିଶିକି ଆମେ ସ୍ପ୍ରେ କରିପାରିବା। କିନ୍ତୁ ଫୁଟିଗଲା ପରେ ସ୍ପ୍ରେ କଲେ କିଛି ଲାଭ ନାହିଁ, ପଲିନେସନ୍ ବି ହେବନି, ଆଉ ଆମ୍ବ ଚଣା ବି ରହିବାର ସମ୍ଭାବନା ରହିବନି। ଦେଖନ୍ତୁ କେତେ ସୁନ୍ଦର ବଉଳ ଆସିଛି। ଏଇ ଗଛଟା ଦେଖନ୍ତୁ, ଏଇଥିରେ ଫୁଟିକି ସବୁ ଚଣା ଆସିଗଲାଣି। ଦେଖନ୍ତୁ କେତେ ସୁନ୍ଦର ଚଣା ଆସିଯାଇଛି। ଏଥିରୁ କିଛି ରହିବ, ପୁଣି କିଛି ଝଡ଼ିଯିବ। ଏମିତି ଗୋଟେ ଗଛରୁ ଆମେ ବେଶୀରୁ ବେଶୀ 2ରୁ 3ଟା ଆମ୍ବ, 3ଟା ଆମ୍ବ ମାନେ ସେଇଟା ବି ଅଧିକା ହେଇଯିବ। ଏମିତି ଗୋଟେ ଗଛରେ କି 2ଟା ଆମ୍ବ ନେବାଟା ଠିକ୍ ରହିବ। 1ରୁ 2ଟା ଆମ୍ବ କିମ୍ବା 3ଟା ଆମ୍ବ, ତାଠୁ ଅଧିକ ନୁହଁ। ପ୍ରାୟତଃ ସବୁ ଯାକ ଗଛରେ ବଉଳ ଆସିଯାଇଛି। ଏଇ ଯେଉଁ ବଉଳ ଏଇଟା ବାହାରୁଛି, ଏଇଟା ଆହୁରି ଟିକେ ବଡ଼ ହେବ, ତାପରେ ଯାଇକି ଫୁଟିବ। ପ୍ରାୟତଃ ସବୁ ଏଇଟା ହେଉଛି ମିଆଜାକି ଆମ୍ବ। ବଉଳ ଆସିବା ଆରମ୍ଭ ହେଉଛି। ଏହି ନୂଆ ପତ୍ର, ୟା ଭିତରୁ କିନ୍ତୁ ଛୋଟ ଛୋଟ ବଉଳ ସବୁ ଦେଖାଯାଉଛି। ଏଇଟା ଗୋଟେ ଦେଖନ୍ତୁ, ଏଇଟା ଗୋଟେ 12ମାସୀ ଆମ୍ବ। ବର୍ଷକୁ ପାଖାପାଖି 3 ଥର ଆମ୍ବ ହୁଏ। ଆଉ ଏଗୁଡ଼ା ଛୋଟ ଛୋଟ ଆମ୍ବ ଚାରା, କିନ୍ତୁ ୟାର ବି ବଉଳ ଆସିବା ପାଇଁ କି ଆପଣମାନେ ଲକ୍ଷ୍ୟ କରନ୍ତୁ, ଭଲ କି ଲକ୍ଷ୍ୟ କରନ୍ତୁ। ଏଇସବୁ ଜାଗାରୁ ବଉଳ ବାହାରୁଛି, ହେଲା କି। ଏଇଥିରେ ବି ବଉଳ ଆସୁଛି। ଏଇ ବଉଳ ଆସିଯାଇଛି। ତେଣୁ କରିକି ପ୍ରାୟତଃ ସବୁଯାକ ଆମ୍ବ ଗଛରେ ମୋର ବଉଳ ଆସିଛି। କିଛି ଗଛରେ ଚଣା ଛାଡ଼ିଗଲାଣି। ଏଇଟା ଯେମିତି ମୁଁ ଆପଣମାନଙ୍କୁ ଦେଖେଇଲି, ଦେଖନ୍ତୁ କେତେ ସୁନ୍ଦର ଆମ୍ବ ଚଣା ଛାଡ଼ିଯାଇଛି। ଏଇଟା ଦେଖନ୍ତୁ, ୟାର ଆମ୍ବ ଗୁଡ଼ିକ ବଡ଼ ହେଲାଣି। ତ ଏମିତି କରିକି ଯଦି ଆମେ ଛାତରେ କି ଛୋଟ ଛୋଟ କୁଣ୍ଡରେ କିମ୍ବା ଗ୍ରୋ ବ୍ୟାଗ୍ରେ ଭଲ ଭଲ ଭେରାଇଟିର ଆମ୍ବ ଗଛ ହେଇଥିବା ଦରକାର କରେ, ତାହେଲେ ଯାଇକି ଆପଣମାନଙ୍କ ଗଛରେ ଶୀଘ୍ର ବଉଳ ଆସିବ ବା ଫଳ ଆସିବ। କିଛି ଏମିତି ଭେରାଇଟି ଅଛି ଖାଲି ବଉଳ ଆସେ, କିନ୍ତୁ ଫୁଲ ଫଳ ମାନେ ବଉଳ ଆସେ, କିନ୍ତୁ ସେଇଥିରେ ଆମ୍ବ ରହେନି। ଏମିତି କିଛି ଭେରାଇଟି ଅଛି ଯେଉଁଗୁଡ଼ା ଆମେ 12ମାସୀ ଭାବିକି ଆଣିଥାଉ, କିନ୍ତୁ ଦେଖିଲା ବେଳକୁ ସେଇଥିରେ ଆମ୍ବ ହୁଏନି। ସେମିତି ଭେରାଇଟି ଯଦି ହୁଏ, ତାହେଲେ ଆପଣମାନଙ୍କର ସବୁଯାକ ପରିଶ୍ରମ ବେକାର ହେଇଯିବ, କିଛି ଲାଭ ନାହିଁ। ଆଉ ଯଦି ଏମିତି ନୂଆ ନୂଆ ଭେରାଇଟିର ଭଲ ଭଲ ଭେରାଇଟିର ଯଦି ଆମ୍ବ, ଆପଣ ପଣସ, ଜାମୁ, ଆପଣଙ୍କର ଯେଉଁ ଏପୁଲ୍ ବାର୍, ସପେଟା,